ପାରାଦୀପର 14 ନମ୍ବର ୱାର୍ଡରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ। ପାରାଦୀପ ନୂଆବଜାର 14 ନମ୍ବର ୱାର୍ଡ ହରିବୋଲିଆ ମଠ ଓ ସଞ୍ଜୟ ଗାନ୍ଧୀ ବସ୍ତି କମିଟି ତରଫରୁ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜୁ ଆଦର୍ଶ କଲୋନୀ ତରଫରୁ ଆଜି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ସହରାଞ୍ଚଳ ଓ ବସ୍ତିମାନଙ୍କର ବିକାଶ ନବୀନ ସରକାରଙ୍କ ପ୍ରୟାସ ବା ସଂକଳ୍ପ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପାରାଦୀପ ପୌର ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ବସନ୍ତ ବିଶ୍ୱାଳ ଯୋଗଦେଇ ନବୀନ ସରକାରଙ୍କର ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଯୋଜନା ଅନ୍ତର୍ଭୁକ୍ତ ଏବଂ ସରକାରଙ୍କର ବିକାଶମୂଳକ କାର୍ଯ୍ୟର ବାର୍ତ୍ତା ଆଜି ଗାଁ ଠାରୁ ସହର ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷଙ୍କ ଯୋଗୁଁ ଓଡ଼ିଶାର ବିକାଶ ସମ୍ଭବପର ହୋଇପାରିଛି ବୋଲି କହିଥିଲେ। ସରକାରଙ୍କର ସବୁ ଯୋଜନା ଲୋକମାନଙ୍କ ହାତ ପାହାନ୍ତାରେ ମିଳିପାରିଛି ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପାରାଦୀପ ପୌର ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ଛବିଲତା ରାଉତ ମହୋଦୟା ବସ୍ତି ବାସିନ୍ଦାମାନଙ୍କୁ କିଭଳି ଅଳିଆ ଆବର୍ଜନା ମୁକ୍ତ ପରିବେଶ ସୃଷ୍ଟି କରି ଏକ ସୁନ୍ଦର ସୁସ୍ଥ ଜୀବନ ଯାପନ କରିବେ ତା ଉପରେ ଧ୍ୟାନ ଦେବାକୁ କହିଥିଲେ। 14 ନମ୍ବର ୱାର୍ଡର କାଉନସିଲର ଶ୍ରୀମତୀ ସଂଘମିତ୍ରା ସ୍ୱାଇଁ ପରିବେଶ, ରାସ୍ତାଘାଟ, ଡ୍ରେନେଜ ସମସ୍ୟା କିଭଳି ଭାବେ ସରକାରଙ୍କ ତରଫରୁ ସଫା କରାଯାଇ ବସ୍ତି ବାସିନ୍ଦାମାନେ କିଭଳି ସରକାରଙ୍କର ସମସ୍ତ ଯୋଜନାରୁ ଲାଭ ଉଠାଇ ପାରିବେ ସେ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ତଥା ସମାଜସେବୀ ହୀରାମଣି ମହାପାତ୍ର, 16 ନମ୍ବର ୱାର୍ଡ ପାରିଷଦ ମନୋଜ ନାୟକ, 8 ନମ୍ବର ୱାର୍ଡ ପାରିଷଦ ଅଜିତ କୁମାର ଷଡ଼ଙ୍ଗୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କ୍ଷେତ୍ରମୋହନ ସାହୁ, ପୂର୍ବତନ ପାରିଷଦ ମାଗୁଣୀ ଚରଣ ନାୟକ, ପୂର୍ବତନ ପାରିଷଦ ମନୋଜ ବେହେରା ପ୍ରମୁଖ ସରକାରଙ୍କର ବହୁମୁଖୀ ଯୋଜନାମାନ ଲୋକମାନଙ୍କ ନିକଟରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ଟିଭି ମାଧ୍ୟମରେ ସେସବୁକୁ ଦେଖାଇଥିଲେ। କୁନି କୁନି ପ୍ରତିଭାମାନେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ନାଚ, ଗୀତ, ବକ୍ତୃତା, ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଦେଖାଇ ପୁରସ୍କୃତ ହୋଇଥିଲେ। ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମାଆମାନେ ଝୋଟି, ମୁରୁଜ, ହୁଳହୁଳି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର ପରାକାଷ୍ଠା ଦେଖାଇ ପୁରସ୍କୃତ ହୋଇଥିଲେ। SDA ତରଫରୁ ଶ୍ରୀମତୀ ହୀରାରାଣୀ ମହାପାତ୍ର ଏବଂ କ୍ଷେତ୍ରମୋହନ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। SDA ସଭାପତି କର୍ମେଶ୍ୱର ସ୍ୱାଇଁ ମତବ୍ୟକ୍ତ କରିଥିଲେ। ଏଥିସହ ସଭାପତି ପହଲି ସ୍ୱାଇଁ, ସମ୍ପାଦକ ଦେବେନ୍ଦ୍ର କାଣ୍ଡି, ପୌରପାଳିକାର ଗୋଷ୍ଠୀ ସଂଯୋଜିକା ସ୍ୱାଗତିକା ମିଶ୍ର, ଝୁଲଣା ଜେନା ଧନ୍ୟବାଦ ଅର୍ପଣ କରିଥିଲେ। SDAର ସଭାପତି କ୍ଷେତ୍ରମୋହନ ପାଲ, ସମ୍ପାଦକ ଆଲୋକ ରଞ୍ଜନ କବି, କୋଷାଧ୍ୟକ୍ଷ ବାବୁଲି ଓଝା ପ୍ରମୁଖ ଯୋଗ ଦେଇଥିଲେ। ପାରାଦୀପରୁ ପୁରୁଷୋତ୍ତମ ଶତପଥୀଙ୍କ ରିପୋର୍ଟ, କ୍ରାନ୍ତିଧାରା ପ୍ଲସ୍।